Hello dear students, welcome to my channel Easy Politics with Suresh. Dear students, ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା 6th ସେମିଷ୍ଟର ପିଲାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଚାପ୍ଟର, ସେଇଟା ହେଉଛି ଭ୍ଲାଦିମିର ଲେନିନ୍। ଭ୍ଲାଦିମିର ଲେନିନ୍ଙ୍କର ରାଜନୈତିକ ଦଳ ଉପରେ, ବିଶେଷ କରି ବଲସେଭିକ ଦଳର ଭୂମିକା ଉପରେ କ'ଣ ସବୁ ସେ କହିଛନ୍ତି, ସେ ସମସ୍ତ ବିଷୟ ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। Dear students, ଲେନିନ୍ ଯିଏକି ଜଣେ ଗୋଟେ କିମ୍ବଦନ୍ତୀ ଯୁଗାନ୍ତକାରୀ ବିପ୍ଳବୀ ମାର୍କ୍ସବାଦୀ ଦାର୍ଶନିକ। ସେ ତାଙ୍କର ନିଜସ୍ୱ ପ୍ରେରଣା ହେଉ କିମ୍ବା ନିଜସ୍ୱ ଦକ୍ଷତା ବଳରେ ଏକ ସଫଳ ରୂପେ ଅବିଶ୍ୱସନୀୟ ବିପ୍ଳବକୁ ସଫଳ ରୂପାୟନ ଦେଇଥିଲେ ରୁଷରେ। ସେ ବଲସେଭିକ ଦଳର ନେତୃତ୍ୱ ନେଇଥିଲେ ଏବଂ ବଲସେଭିକ ଦଳ ଯାହାକି କାର୍ଲ ମାର୍କ୍ସଙ୍କର ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ତାଙ୍କର ଚିନ୍ତାଧାରା ଦ୍ୱାରା ହିଁ ସଂଗଠିତ ହୋଇଥିଲା, ସେହି ଦଳର ମାଧ୍ୟମରେ ବା ସେହି ଦଳକୁ ନେତୃତ୍ୱ ନେଇ ସେ କିଭଳି ଭାବରେ ଗୋଟିଏ କୃଷି ପ୍ରଧାନ ସମାଜରେ ବିପ୍ଳବକୁ ସମ୍ଭବ କରାଇଥିଲେ ଏବଂ ସଫଳ ମଧ୍ୟ କରାଇଥିଲେ, ତାହା ସମସ୍ତଙ୍କ ପାଇଁ ଏକ ଉଦାହରଣ। ଡିୟର ଷ୍ଟୁଡେଣ୍ଟସ୍, ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଯେ ସେ କିଭଳି ଭାବରେ ଗୋଟିଏ ରାଜନୈତିକ ଦଳର ଭୂମିକାକୁ ତର୍ଜମା କରନ୍ତି, ଆଲୋଚନା କରନ୍ତି ବା କେମିତି ସେ ଦେଖନ୍ତି। ତା ସହିତ ଆମେ ଆଲୋଚନା କରିବା ଯେ ବଲସେଭିକ ଦଳରେ ଯେଉଁମାନେ କି ସଦସ୍ୟ ଥିଲେ ସେମାନଙ୍କର କାର୍ଯ୍ୟଗୁଡ଼ିକ କ'ଣ ସବୁ ସେମାନଙ୍କର ଭୂମିକା ରହିଛି, ସେ ସମସ୍ତ ବିଷୟ ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। ଡିୟର ଷ୍ଟୁଡେଣ୍ଟସ୍, ଭ୍ଲାଦିମିର ଲେନିନ୍ ସେ 1902 ମସିହାରେ ଗୋଟିଏ ପୁସ୍ତକ ଲେଖିଥିଲେ। ସେ ପୁସ୍ତକର ନାଁ ହେଉଛି ହ୍ୱାଟ୍ ଇଜ୍ ଟୁ ବି ଡନ୍, ଯାହାକୁ କି ଆମେ ଓଡ଼ିଆରେ କହିବା କ'ଣ କରିବା ଉଚିତ ବା କ'ଣ କରିବା ବିଧେୟ। ସେ ଯେଉଁ ସମାଜଟିଏ ଗଠନ କରିବା ପାଇଁ ଚାହୁଁଥିଲେ, ସେ ସମାଜରେ କ'ଣ ହେବା ଉଚିତ, ଯେଉଁମାନେ କି ସେ ସମାଜରେ ରହିବା ପାଇଁ ଚାହୁଁଛନ୍ତି ସେମାନଙ୍କର ଭୂମିକା କ'ଣ ହେବ, ଏ ସମସ୍ତ ବିଷୟ ସେ ଆଲୋଚନା କରୁଛନ୍ତି ହ୍ୱାଟ୍ ଇଜ୍ ଟୁ ବି ଡନ୍ରେ। ସେ ପୁସ୍ତକରେ ସେ କହିଛନ୍ତି ପ୍ରତ୍ୟେକ ରାଜନୈତିକ ବ୍ୟବସ୍ଥାରେ, ସେ ପୁଞ୍ଜିବାଦୀ ରାଜନୈତିକ ବ୍ୟବସ୍ଥା ହେଉ କିମ୍ବା ଗୋଟିଏ ସମାଜବାଦୀ ରାଜନୈତିକ ବ୍ୟବସ୍ଥା ହେଉ, ଏହି ଦୁଇଟି ରାଜନୈତିକ ବ୍ୟବସ୍ଥାରେ ବା ପରିବେଶରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। କାହିଁକି ଗୁରୁତ୍ୱପୂର୍ଣ୍ଣ? କାରଣ ପ୍ରତ୍ୟେକ ରାଜନୈତିକ ଦଳଗୁଡ଼ିକ ସମାଜରେ କିଛି ବର୍ଗର ଲୋକମାନଙ୍କର ସ୍ୱାର୍ଥକୁ ପ୍ରତିନିଧିତ୍ୱ କରୁଥାନ୍ତି। ତେଣୁ ଯେତେବେଳେ ନିର୍ବାଚନ ହୋଇଥାଏ, ସେହି ନିର୍ବାଚନରେ ଏହି କମ୍ପିଟିଂ ପଲିଟିକାଲ ପାର୍ଟିସ୍ ବା ପ୍ରତିଯୋଗିତାମୂଳକ ରାଜନୈତିକ ଦଳଗୁଡ଼ିକ କ୍ଷମତା ପାଇବା ପାଇଁ ଚେଷ୍ଟା କରିଥାନ୍ତି ଏବଂ କ୍ଷମତା ହାସଲ କରିବା ପରେ ଧୀରେ ଧୀରେ ସେମାନେ ଗୋଟିଏ ସରକାର ଗଠନ କରିଥାନ୍ତି ଏବଂ ସେ ସରକାର ମାଧ୍ୟମରେ ରାଷ୍ଟ୍ର ବା ସମାଜକୁ ସେମାନେ ପରିଚାଳନା କରିଥାନ୍ତି। ତେଣୁ ଲେନିନ୍ କହିଲେ ଯେ ଗୋଟିଏ ରାଜନୈତିକ ଦଳର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ସେ କହିଲେ ଯଦି ଗୋଟିଏ ପୁଞ୍ଜିବାଦୀ ରାଜନୈତିକ ପରିବେଶରେ ଯେତେବେଳେ କି ଅନେକ ରାଜନୈତିକ ଦଳଗୁଡ଼ିକର ଉପସ୍ଥିତି ଅଛି, ସେହି ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଯେଉଁ ପ୍ରତିଯୋଗିତା ଚାଲିଛି, ସେହି ପ୍ରତିଯୋଗିତାର ଅନ୍ତ ହେବ ସେତେବେଳେ ଯେତେବେଳେ କି ପୁଞ୍ଜିବାଦ ବ୍ୟବସ୍ଥାର ପତନ ହେବ ବା ଉଚ୍ଛେଦ ହେବ। ତେଣୁ ଏହି ପୁଞ୍ଜିବାଦୀ ବ୍ୟବସ୍ଥାର ପତନ ପାଇଁ ବା ତାକୁ ଉଚ୍ଛେଦ କରିବା ପାଇଁ ହେଲେ ଅନ୍ୟ ଏକ ରାଜନୈତିକ ଦଳର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ସମାଜରେ ଯେତେବେଳେ କି ଦୁଇଟି ଶ୍ରେଣୀର ଲୋକମାନେ ରହନ୍ତି, ଗୋଟିଏ ହେଉଛି ଧନିକ ଆଉ ଗୋଟିଏ ହେଉଛି ଗରିବ, ବା ଗୋଟିଏ ହେଉଛି ଆମେ କହୁଛୁ ଇଂରାଜୀରେ ବୁର୍ଜୁଆ ଆଉ ଗୋଟିଏ ହେଉଛି ପ୍ରୋଲେଟାରିଏଟ୍, ବା ପ୍ରୋଲେଟାରିଏଟ୍କୁ ଆମେ ଓଡ଼ିଆରେ କହୁଛୁ କ'ଣ, ସର୍ବହରା। ତେଣୁ ଏହି ସର୍ବହରା ବା ଶ୍ରମିକ ଶ୍ରେଣୀର ଲୋକମାନଙ୍କର ସ୍ୱାର୍ଥକୁ ପ୍ରତିନିଧିତ୍ୱ କରୁଥିବା କମ୍ୟୁନିଷ୍ଟ ପାର୍ଟି ବା ସାମ୍ୟବାଦୀ ଦଳ, ସେହି ରାଜନୈତିକ ଦଳ ଯେତେବେଳେ କି ପୁଞ୍ଜିବାଦୀ ବ୍ୟବସ୍ଥାରେ ଯେତେ ସବୁ ରାଜନୈତିକ ଦଳ ହୁଅନ୍ତୁ କିମ୍ବା ପୁଞ୍ଜିବାଦୀ ବ୍ୟବସ୍ଥାକୁ ଯେଉଁ ପର୍ଯ୍ୟନ୍ତ ସେମାନେ ମୂଳ ଉତ୍ପାଟନ କରିନାହାନ୍ତି ବା ତା'ର ପତନ କରିନାହାନ୍ତି, ସେ ପର୍ଯ୍ୟନ୍ତ ଗୋଟେ ଶ୍ରେଣୀବିହୀନ ରାଷ୍ଟ୍ରବିହୀନ ସମାଜ ଗଠନ ହେବା ଏବଂ ସର୍ବହରାମାନଙ୍କ ପାଇଁ ନ୍ୟାୟ ସମାନତା ପ୍ରତିଷ୍ଠା କରିବା ଅସମ୍ଭବ। ତେଣୁ ସର୍ବହରାମାନଙ୍କ ପାଇଁ ନେତୃତ୍ୱ ନେବା, ସେମାନଙ୍କ ପାଇଁ ଭଏସ୍ ହେବା ବା ସେମାନଙ୍କର ସ୍ୱରକୁ ଉପସ୍ଥାପନ କରିବା ପାଇଁ ଯଦି
ଗୋଟିଏ ରାଜନୈତିକ ଦଳର ଆବଶ୍ୟକତା ହେଉଛି, ତାହେଲେ ସେଇ ରାଜନୈତିକ ଦଳ ହେଉଛି ଦି କମ୍ୟୁନିଷ୍ଟ ପାର୍ଟି, ଯାହାକି ରୁଷରେ ସେଇ କମ୍ୟୁନିଷ୍ଟ ପାର୍ଟିର ନାମକରଣ କରାଯାଇଥିଲା ବଲସେଭିକ ଦଳ। ଲେନିନ୍ କହିଲେ ଯେଉଁ ସମୟ ପର୍ଯ୍ୟନ୍ତ ଏ ବଲସେଭିକ ଦଳ ପାଖରେ କ୍ଷମତା ଅଛି ସେ ପର୍ଯ୍ୟନ୍ତ ଗୋଟିଏ ପୁଞ୍ଜିବାଦୀ ସମାଜର ଉପସ୍ଥିତି ଆଉ କେବେ ବି ରହିବନି, କାରଣ ସେ ପୁଞ୍ଜିବାଦୀ ସମାଜକୁ ପୁରା ମୂଳରୁ ଧ୍ୱଂସ କରିବାର କ୍ଷମତା ଗୋଟିଏ ରାଜନୈତିକ ଦଳ ପାଖରେ ଥାଏ, କାରଣ ସେଇ ଦଳ ପାଖରେ ନେତୃତ୍ୱ ଥାଏ, ସେଇ ଦଳ ପାଖରେ କ୍ଷମତା ଥାଏ, ସେଇ ଦଳ ପାଖରେ ସର୍ବହରା ମାନଙ୍କର ସମର୍ଥନ ମଧ୍ୟ ଥାଏ, କାରଣ ସେଇ ଦଳ ହିଁ ଗୋଟେ ପୁଞ୍ଜିବାଦୀ ସମାଜକୁ ଉଚ୍ଛେଦ କରି ସାମ୍ୟବାଦୀ ସମାଜ ପ୍ରତିଷ୍ଠା କରିପାରିବ। ତେଣୁ ରାଜନୈତିକ ଦଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଦ୍ୱିତୀୟ ପଏଣ୍ଟ ହେଉଛି ଯେ କାର୍ଲ ମାର୍କ୍ସ ଏବଂ ଫ୍ରେଡରିକ୍ ଏଞ୍ଜେଲ ଏ ଦୁଇ ଜଣ କହିଥିଲେ ଯେ କମ୍ୟୁନିଷ୍ଟ ଦଳର ଆତ୍ମସଚେତନତା ଏବଂ ରାଜନୈତିକ ଓ ସାମାଜିକ ଅର୍ଥନୈତିକ ପରିସ୍ଥିତି ବିଷୟରେ ସଚେତନତାର ଆବଶ୍ୟକତା ରହିଛି। ଯେତେବେଳେ ପ୍ରତ୍ୟେକ ଶ୍ରମିକ ଶ୍ରେଣୀର ବ୍ୟକ୍ତିମାନେ ନିଜ ବିଷୟରେ ସଚେତନ ହେବେ ବା ଶ୍ରମିକ ଶ୍ରେଣୀ ଯେତେବେଳେ ସଚେତନ ହେବେ ନିଜ ବିଷୟରେ ବା ନିଜ ପରିସ୍ଥିତି ବିଷୟରେ, ସେମାନେ ଧୀରେ ଧୀରେ ବିପ୍ଳବ ଆଡ଼କୁ ଅଗ୍ରସର ହେବେ ବା ବିପ୍ଳବ ନିହାତି ଭାବରେ କରିବେ। କିନ୍ତୁ ଏହି ଯୁକ୍ତିକୁ ଲେନିନ୍ କେବେ ମଧ୍ୟ ସମର୍ଥନ କଲେନି ବା ତାକୁ ଗ୍ରହଣ କଲେନି। ସେ କହିଲେ ଯେ ପୁଞ୍ଜିପତି ଗୋଟେ ସାମାଜିକ ବ୍ୟବସ୍ଥାରେ ପୁଞ୍ଜିପତିମାନଙ୍କୁ ଜଣା ବା ଧନୀ ଲୋକମାନଙ୍କୁ ବହୁତ ସୁନ୍ଦର ଭାବରେ ଜଣା ଯେ କେମିତି କ'ଣ କଲେ ଆମେ ଆମର କର୍ତ୍ତୃତ୍ୱକୁ ବା ପ୍ରାଧାନ୍ୟତାକୁ ଆମେ ସମାଜରେ ବଳବତ୍ତର ରଖିପାରିବା। ସେମାନେ ସାଧାରଣତଃ କ'ଣ କରିଥାନ୍ତି, ଯେଉଁମାନେ କି ଶ୍ରମିକ ବା ଯେଉଁମାନେ କି ବିଭିନ୍ନ ପ୍ରକାର କାମ କରିଥାନ୍ତି ବା ଶୋଷିତ ଅବସ୍ଥାରେ ଅଛନ୍ତି, ସେମାନଙ୍କୁ ଛୋଟ ଛୋଟ ସୁବିଧା ସୁଯୋଗ ଦେଇ, ପ୍ରଲୋଭନ ଦେଇ ବା କନସେସନ୍ ଦେଇ ସେମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିପାରିବେ। ତେଣୁ ସେମାନଙ୍କ ଦ୍ୱାରା ବା ସର୍ବହରାମାନଙ୍କ ଦ୍ୱାରା କୌଣସି ବିପ୍ଳବ ସଫଳ କେବେ ବି ହେଇପାରିବ ନାହିଁ, ଏଭଳି ବିଶ୍ୱାସ କରୁଥିଲେ କିଏ? ଲେନିନ୍। ତେଣୁ ଲେନିନ୍ଙ୍କ କହିବା ହେଲା ଯେ ଯେଉଁ ପର୍ଯ୍ୟନ୍ତ ଗୋଟିଏ ଆତ୍ମସଚେତନ ବା ଶୃଙ୍ଖଳିତ ବା ସଂଗଠିତ ଦଳ ଗଠନ ହୋଇନାହିଁ, ସେ ପର୍ଯ୍ୟନ୍ତ ସର୍ବହରାମାନଙ୍କର ଜୀବନଶୈଳୀରେ କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ହେବ ନାହିଁ। ତେଣୁ ଗୋଟିଏ ରାଜନୈତିକ ଦଳର ଆବଶ୍ୟକତା ଅଛି ଏବଂ ସେହି ରାଜନୈତିକ ଦଳରେ ଯେଉଁମାନେ କି ସଦସ୍ୟ ହେବେ ସେମାନଙ୍କ ସଂଖ୍ୟା ସୀମିତ ରହିବ ଏବଂ କେବଳ ବଛା ବଛା ବ୍ୟକ୍ତିମାନେ ଯେଉଁମାନେ କି ତ୍ୟାଗପୂତ ଜୀବନଯାପନ କରିବା ପାଇଁ ପ୍ରସ୍ତୁତ ଥିବେ, ଯେଉଁମାନେ କି ଶୃଙ୍ଖଳିତ ଜୀବନଯାପନ କରିବା ପାଇଁ ଚାହୁଁଥିବେ, ଯେଉଁମାନେ କି କାର୍ଲ ମାର୍କ୍ସଙ୍କର ଚିନ୍ତାଧାରାକୁ ବହୁତ ଭଲ ଭାବରେ ଜାଣିଥିବେ ଏବଂ ସମାଜ ପାଇଁ, ରାଷ୍ଟ୍ର ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଦେବା ପାଇଁ ପ୍ରସ୍ତୁତ ଥିବେ, ସେମାନେ ହିଁ ସେହି ରାଜନୈତିକ ଦଳର ସଦସ୍ୟତା ଲାଭ କରିପାରିବେ। ତେଣୁ ସେମାନେ ହେବେ କ'ଣ? ସର୍ବହରାମାନଙ୍କର ଲିଡର ହେବେ ବା ସେମାନଙ୍କର ସେନାପତି ହେବେ। ତେଣୁ ସେମାନଙ୍କୁ ସେ କହିଲେ କ'ଣ? ଦି ଭ୍ୟାନଗାର୍ଡ ଅଫ୍ ଦି ପ୍ରୋଲେଟାରିଆଟ ବା ସର୍ବହରାମାନଙ୍କର ସେନାଦଳ ବା ସୁରକ୍ଷା କର୍ମୀ। ଏହି ସର୍ବହରାମାନଙ୍କର ଯେଉଁ ସେନାଦଳ ବା ଭ୍ୟାନଗାର୍ଡ ଅଫ୍ ଦ ପ୍ରୋଲେଟାରିଆଟ ଆମେ ଯାହାକୁ କହୁଛୁ, ସେମାନେ କନଷ୍ଟିଟ୍ୟୁଟ୍ କରିବେ, ସେମାନେ ସ୍ଥାପନ କରିବେ ଦି କମ୍ୟୁନିଷ୍ଟ ପାର୍ଟି, ହୁ ଆର୍ ଟୁ ବି କଲ୍ଡ ଦି ବଲସେଭିକ ଇନ୍ ଦି ଲାଙ୍ଗୁଏଜ ଅଫ୍ ଭ୍ଲାଦିମିର ଲେନିନ୍। ସେ କହିଲେ ସେମାନଙ୍କର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କ'ଣ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା? ଗୋଟିଏ ହେଉଛି ବିପ୍ଳବ ସଂଗଠିତ ହେବା ପୂର୍ବରୁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେବ ଯେ ସେମାନେ ଶୃଙ୍ଖଳିତ ଭାବରେ ରହିବେ, ସେମାନେ ପ୍ରଚାର କରିବେ ଜାର୍ ଶାସନ ବିରୁଦ୍ଧରେ, ପୁଞ୍ଜିପତିମାନଙ୍କ ବିରୁଦ୍ଧରେ କାର୍ଲ ମାର୍କ୍ସଙ୍କ ଜ୍ଞାନକୁ ଚାରିଆଡ଼େ ପ୍ରଚାର ପ୍ରସାର କରିବେ ଏବଂ ସମସ୍ତଙ୍କୁ ଏକଜୁଟ କରିବେ। ଏଇଟା ହେଉଛି ସେମାନଙ୍କର ପ୍ରଥମ ଭୂମିକା ବା ପ୍ରଥମ କାର୍ଯ୍ୟ। ଦ୍ୱିତୀୟ କାର୍ଯ୍ୟ କ'ଣ? ଦ୍ୱିତୀୟ କାର୍ଯ୍ୟ ହେଉଛି ଯେତେବେଳେ କି ବିପ୍ଳବ ସଫଳ ରୂପେ ସମାପନ ହୋଇଥାଏ ବା ସମାପ୍ତ ହୋଇଥାଏ, ତାପରେ ଯେଉଁ ରାଜନୈତିକ, ଯେଉଁ ସାମାଜିକ ପରିବେଶ ବା ପରିସ୍ଥିତି ସୃଷ୍ଟି ହେବ, ତାକୁ କିଭଳି ଭାବରେ କାର୍ଯ୍ୟକାରୀ କରାଯିବ, କିଭଳି ଭାବରେ ପରିଚାଳନା କରାଯିବ, ସେଇଟା ହେଉଛି ତାଙ୍କର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବା କାର୍ଯ୍ୟ। ତେଣୁ ଯେଉଁମାନେ କି ସଦସ୍ୟତା ଲାଭ କରିବେ ସେମାନେ ସମସ୍ତେ ଶୃଙ୍ଖଳିତ ଜୀବନଯାପନ କରିବେ। ସେମାନେ ସମସ୍ତେ କାର୍ଲ ମାର୍କ୍ସଙ୍କ ଚିନ୍ତାଧାରା ଦ୍ୱାରା ପୁରା କ'ଣ
डिटेल से पाखे नॉलेज थिबा दरकार एवं सेमाने आउ गोटे गुरुत्वपूर्ण काम करेंगे सेटा होची से सर्वसाधारण मान पाखक जी एवं निज राष्ट्र निज देशर बा निज समाज रे रहउथवा समस्त लोक मानकु कार्ल मार्क्स चिंताधारा विषय से माने शिक्षा देबे सचेतन करेबे एवं लोक मानकु एक श्रृंखलित जीवन यापन करिया पाए से माने कोन समस्त को डाकरा देबा से मानु समस्त को आह्वान करबे जे लेट अस ऑल लिव ए वेरी डिसिप्लिन्ड एंड ऑर्डरली लाइफ जदि आम समस्त श्रृंखलित जीवन यापन करबा ताले निहाती भाव में समाज रे समानता प्रतिष्ठा हो पारिबो एवं प्रत्येक व्यक्ति से जहाँ तार कंट्रीब्यूशन रोचे समाज प्रति से कंट्रीब्यूशन आधार रे तार दक्षता आधार रे से तार आवश्यकता गुड़िक को पूर्ण करने उचित। तापर नेक्स्ट भूमिका से कहते जे प्रत्येक राजनैतिक दलर सदस्य मानकर अन्य एक गुरुत्वपूर्ण भूमिका होची जो माने कि से दलर सदस्यता लाभ करती से दलर जो माने कि टॉप लीडर अछंती से टॉप लीडर मानकर समस्त कथा को समस्त निष्पत्ति को बा योजना को कार्यकारी करबा बा ताकू कौन सी आलोचना बा जुक्ति बिना ताकू ग्रहण करबा पालन करबा होची सेमानक कर्तव्य। यू कैन नॉट क्वेश्चन एनीथिंग व्हाट एवर द टॉप लीडर्स डिसाइड व्हाट एवर द पॉलिसीज दे मेक you have to implement it without any question. That is another condition for all the members of the party, okay, of the political party that Vladimir Lenin said. Next काम होची जे गोटे केंद्रिक डेमोक्रेटिक सेंट्रलिज्म नीति अनुसार सरकार परिचालित होबो। डेमोक्रेटिक सेंट्रलिज्म माने कोन गणतांत्रिक केंद्रीकरण बा गणतांत्रिक केंद्रवाद यार अर्थ होची जे गणतांत्रिक व्यवस्था रहिबो निर्वाचन होबो जो सदस्य माने निर्वाचन रे निर्वाचित हेबे बा सदस्यता लाभ विजय प्राप्त हेबे से माने इंपोर्टेंट पोजीशन रहिबे दे विल ऑल मेक प्लान सो दैट द सोसाइटी डेवलप्स समाज रे विकास हे पारिबो आर्थिक क्षेत्र रे प्रगति हे पारिबो तेनु all the leaders of that party should be respected. Their decision is final. Semanko nispati pura final hobo. Then the last thing he is telling that all the members of the political party they have to become a very committed ones. Seman samaste pura उत्सर्गीकृत होबा दरकार एवं जहाँ सरकार चाहूँची जहाँ राजनैतिक दल चाहूँची से राजनैतिक दल अनुसार जीवन जापन से राजनैतिक दल जहाँ खोजे से अनुसार जीवन जापन करवा उचित। एगुड़िक होची राजनैतिक दलर भूमिका जहाँ माध्यम रे कि से समस्त को संगठित कर पारिथिले एवं सफल भाव में जार शासन विरुद्ध रे से लड़ाई करथिले एवं रूस रे प्रथम थर पय गोटे समाजवादी राष्ट्र गठन करिबारे से सफल होइथिले। So he became an example for all the world to emulate that yes we can also establish a socialistic what should I say regime in our country because he has made it, he proved it. So he said that it is very important for every political party to operate in a particular way. So every political party has certain roles to play. तेणु प्रत्येक राजनैतिक दलर किसी किसी भूमिका अच्छे जदि से भूमिका गुड़िक को ठीक भाव पालन करा जाए ताहले निहाती भाव में समाज रे परिवर्तन हो पारिबो परिवर्तन आसी पारिबो एवं साम्यवादी शासन व्यवस्था निहाती भाव प्रतिष्ठित हो पारिबो। एहा थिला व्लादिमीर लेनिन कर राजनैतिक दल उपर निजर चिंताधारा। मु आशा करछि ए वीडियो रे मु जहाँ सब विषय आलोचना करछि आउ प्लान तमानकर निहाती भाव एटा हेल्पफुल हो पारिबो। जदि वीडियो भल लगिला वीडियो को लाइक करो सांग मान सहित शेयर करो और जदि मो चैनल को प्रथम थर पे आछो चैनल को सब्सक्राइब करो so that you will get all the notifications whenever I upload my new video. Bye and take care.